ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମ୍ବାଦିକତା ସମେତ ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ନୂତନ ସୁଯୋଗ ଏବଂ ଆହ୍ୱାନ ସୃଷ୍ଟି କରୁଛି, କହିଲେ ରାଷ୍ଟ୍ରପତି। 2040 ମସିହା ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବେ ଜଣେ ଭାରତୀୟ ମହାକାଶଚାରୀ, ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ସାଇବର ସମ୍ବନ୍ଧୀୟ ବିପଦଗୁଡ଼ିକ ବିରୋଧରେ ସତର୍କ ରହିବା ଲାଗି ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପରାମର୍ଶ। ୱେବ୍ସ OTT ପ୍ଲାଟଫର୍ମରେ ପ୍ରସାରଣ ହେବ ଡଏଚର ଫୁଟବଲ ବଣ୍ଡ DFB ପୋକଲ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଏବଂ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ରେ 3-0 ଗୋଲରେ ମାଳଦ୍ୱୀପକୁ ପରାସ୍ତ କଲା ଭାରତ। ସାମ୍ବାଦିକତା ସମେତ ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ନୂତନ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରୁଛି। ଗତକାଲି ନୂଆଦିଲ୍ଲୀରେ 19ତମ ରାମନାଥ ଗୋଏଙ୍କା ଏକ୍ସେଲେନ୍ସ ଇନ୍ ଜର୍ଣ୍ଣାଲିଜିମ୍ ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ସେ କହିଛନ୍ତି, ନାଗରିକମାନେ କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର ସମ୍ପର୍କରେ ସଚେତନ ହେବାର ଆବଶ୍ୟକତା ରହିଛି। ଶ୍ରୀମତୀ ମୁର୍ମୁ କହିଛନ୍ତି, ରାମନାଥ ଗୋଏଙ୍କା ପୁରସ୍କାର ଭାରତୀୟ ସାମ୍ବାଦିକତାରେ ଉତ୍କର୍ଷତାକୁ ବୃଦ୍ଧି କରୁଛି ଏବଂ ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିବା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଛି। ରାଷ୍ଟ୍ରପତି କହିଛନ୍ତି, ସାମ୍ବାଦିକତା କ୍ଷେତ୍ରରେ ସମ୍ବାଦ ସଂଗ୍ରହ ଏକ ପ୍ରମୁଖ ଉପାଦାନ ହୋଇଥିବା ବେଳେ ଏହାକୁ ସୁଦୃଢ଼ କରିବାକୁ ପଡ଼ିବ। ସମ୍ବାଦ ସଂଗ୍ରହ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଉପାୟକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଏଥିରେ ଅଧିକ ସମ୍ବଳ ନିୟୋଜନ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଗଣତନ୍ତ୍ର ପାଇଁ ମୁକ୍ତ ଓ ନିରପେକ୍ଷ ସାମ୍ବାଦିକତାର ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନସ୍ଥିତ ଅମୃତ ଉଦ୍ୟାନରେ ଆୟୋଜିତ ହେବାକୁ ଥିବା ଉଦ୍ୟାନ ଉତ୍ସବରେ ଯୋଗଦେବେ। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶର ଐତିହ୍ୟକୁ ପ୍ରଦର୍ଶନ କରି MSMEଗୁଡ଼ିକୁ ସଶକ୍ତ କରିବା ଏବଂ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଚଳିତ ମାସ 30 ତାରିଖରେ ଏହା ଶେଷ ହେବ। କାର୍ଯ୍ୟକ୍ରମରେ ହସ୍ତଶିଳ୍ପଠାରୁ ଆରମ୍ଭ କରି କୃଷିଭିତ୍ତିକ ଉତ୍ପାଦ ପର୍ଯ୍ୟନ୍ତ 7ଟି ମଣ୍ଡପରେ ବିଭିନ୍ନ ଉତ୍ପାଦ ପ୍ରଦର୍ଶନ କରାଯିବ। ମଣ୍ଡପଗୁଡ଼ିକରେ MSME ଜ୍ଞାନକୌଶଳ, ମହିଳା ଉଦ୍ୟୋଗୀ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଏବଂ ଆଦିବାସୀ ଉଦ୍ୟୋଗୀ, ଖଦି ଏବଂ ଗ୍ରାମୋଦ୍ୟୋଗ ଭଳି ବିଭିନ୍ନ ମଣ୍ଡପ ରହିବ। ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ହୁନର ସଙ୍ଗୀତ, ନୁକ୍କଡ଼ ନାଟକ, ରାଜସ୍ଥାନୀ କଣ୍ଢେଇ ନିର୍ମାଣ ପ୍ରଦର୍ଶନ ସ୍ଥାନ ପାଇବ। ପ୍ରତିଦିନ ସକାଳ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉଦ୍ୟାନ ଉତ୍ସବ ଖୋଲା ରହିବ। 2040 ମସିହା ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀ ଚନ୍ଦ୍ରରେ ପହଞ୍ଚିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଡକ୍ଟର ସିଂ କହିଛନ୍ତି, ଭାରତ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ନାମକ ମହାକାଶ କେନ୍ଦ୍ର 2035 ମସିହା ସୁଦ୍ଧା ନିର୍ମାଣ କରିବ ଏବଂ ଯଦି ସବୁ କାର୍ଯ୍ୟ ଯୋଜନା ମୁତାବକ ଅଗ୍ରଗତି କରେ ତେବେ 2040 ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଯିବା କାର୍ଯ୍ୟ ସଫଳ ହେବ। ଶ୍ରୀ ସିଂ କହିଛନ୍ତି, ଚନ୍ଦ୍ରଯାନ 4କୁ 2ଟି ଉତ୍କ୍ଷେପଣ ଯାନ ମାଧ୍ୟମରେ ଉତ୍କ୍ଷେପଣ କରାଯିବ। ଚୟନ କରାଯାଇଥିବା 4 ଜଣ ଗଗନଯାନ ମହାକାଶଚାରୀଙ୍କୁ କାହିଁକି ଜନସାଧାରଣଙ୍କ ନଜରରୁ ଦୂରେଇ ରଖାଯାଇଛି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଡକ୍ଟର ସିଂ କହିଛନ୍ତି, ସେମାନଙ୍କୁ ବିଭ୍ରାନ୍ତିରୁ ଦୂରେଇ ରଖିବା ଲାଗି ଏଭଳି କରାଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷ ସୁଦ୍ଧା ଗଗନଯାନର ଏକ ମହିଳା ରୋବୋଟ ସହ ପରୀକ୍ଷଣ ଉଡ଼ାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। भारत की भी योजना है कि हमारा एक अपना अंतरिक्ष स्टेशन हो जिसका हम नाम भारत अंतरिक्ष स्टेशन रखें और यदि सब कुछ योजना अनुसार चलता रहा तो सन 2040 को एक भारतीय मूल का व्यक्ति चांद पर धरती कवर उतारने की भी योजना है। अब चंद्रयान एक पहला ऐसा हमारा मिशन रहेगा जो 2 लॉन्च व्हीकल्स से छोड़ा जाएगा। उसके 5 कंपोनेंट रहेंगे, 3 एक तरफ 2 एक तरफ, और डॉकिंग अनडॉकिंग जिसकी थोड़ा बहुत अनुभव स्पेडेक्स से भी हुआ है, उसको बार बार कर करके और अधिक अनुभव और क्षमता हासिल करने का प्रयास रहेगा। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ସାଇବର ସମ୍ବନ୍ଧୀୟ ବିପଦଗୁଡ଼ିକ ବିରୋଧରେ ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି।
ସେ ଗ୍ରାହକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଦାୟିତ୍ୱ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ସହରାଞ୍ଚଳ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହା କହିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରିବା କ୍ଷେତ୍ରରେ ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକର ଭୂମିକାକୁ ଶ୍ରୀ ମାଲହୋତ୍ରା ପ୍ରଶଂସା କରି କହିଛନ୍ତି ଏହାର ଅଭିବୃଦ୍ଧିରେ ରିଜର୍ଭ ବ୍ୟାଙ୍କ ସମର୍ଥନ ଜାରି ରଖିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ୱେବ୍ସ ଓଟିଟି ପ୍ଲାଟଫର୍ମରେ ଡଏଚର୍ ଫୁଟବଲ ବଣ୍ଡ ଡିଏଫବି ପୋକାଲ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ର ପ୍ରସାରଣ କରାଯିବ। ଭାରତ ଏବଂ ଜର୍ମାନ ମଧ୍ୟରେ ଫୁଟବଲ ଖେଳ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଫୁଟବଲ ସମ୍ପର୍କିତ ବିଷୟବସ୍ତୁର ଅଗ୍ରାଧିକାର ଭିତ୍ତିରେ ପ୍ରଚାର ପ୍ରସାର କରିବା ନିମନ୍ତେ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ 17 ବର୍ଷରୁ କମ୍ ପ୍ରତିଭା ସନ୍ଧାନ ନିମନ୍ତେ ପ୍ରତିଯୋଗିତା ଆୟୋଜନ କରାଯିବ, ଯେଉଁଥିରେ 20 ଜଣ ଯୁବ ଭାରତୀୟ ଖେଳାଳି ଜର୍ମାନରେ ଅଭ୍ୟାସ କରିବାର ସୁଯୋଗ ପାଇବେ। ଏହି ଅବସରରେ ପ୍ରସାର ଭାରତୀର ମୁଖ୍ୟ ପରିଚାଳନା ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି ଡିଏଫବି ସହ ସହଯୋଗ ଆମ ଦେଶର ଯୁବ ଫୁଟବଲ ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେବାର ସୁଯୋଗ ବୃଦ୍ଧି କରିବ। ସେ କହିଛନ୍ତି ତୃଣମୂଳ ସ୍ତରର ବିକାଶ ସହ ଉଚ୍ଚମାନର ବିଷୟବସ୍ତୁକୁ ସମନ୍ୱିତ କରି ସରକାର ଦେଶରେ ଫୁଟବଲ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି। ଭାରତ ଏଆଇ ମିଶନ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଖୁବ୍ ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଗତକାଲି ନୂଆଦିଲ୍ଲୀରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସହ ସାକ୍ଷାତ ପରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏହା କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଉନ୍ନତ ଫସଲ, ସୁଦୃଢ଼ ସ୍ୱାସ୍ଥ୍ୟସେବା, ସ୍ମାର୍ଟ ଶିକ୍ଷା ଏବଂ ଜଳବାୟୁ ସହନଶୀଳତା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଜଡ଼ିତ ସମାଧାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମଧ୍ୟ ଶ୍ରୀ ଗେଟ୍ସଙ୍କ ସହ ବୈଠକ କରିଥିଲେ। ଏଥିରେ ଶ୍ରୀ ନଡ୍ଡା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ମୂଲ୍ୟବାନ ସହଯୋଗକୁ ପ୍ରଶଂସା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଭାରତ ଫାଉଣ୍ଡେସନର ସହଯୋଗ ମାଧ୍ୟମରେ ମାତୃ ସ୍ୱାସ୍ଥ୍ୟ, ଟିକାକରଣ ଏବଂ ପରିମଳ କ୍ଷେତ୍ରରେ ଭାରତ ଅଗ୍ରଗତି କରିଛି। ସମସ୍ତ ନାଗରିକଙ୍କ ପାଇଁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବା ପାଇଁ ଫାଉଣ୍ଡେସନ ଏବଂ ଭାରତ ସରକାରଙ୍କ ମଧ୍ୟରେ ସହଯୋଗପତ୍ର ନବୀକରଣ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସ୍ୱଳ୍ପ ମୂଲ୍ୟର ଭୀମ୍ ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଏକ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଛନ୍ତି। ଗତକାଲି କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ଏହି ଯୋଜନା ଲାଗି 1,500 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଫଳରେ କ୍ଷୁଦ୍ର ବ୍ୟବସାୟୀମାନେ କୌଣସି ଅତିରିକ୍ତ ଖର୍ଚ୍ଚ ବହନ ନ କରି ୟୁପିଆଇ ସେବା ପାଇପାରିବେ। 2,000 ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ସେମାନଙ୍କୁ ପ୍ରତି କାରବାର ପିଛା 0.15% ପ୍ରୋତ୍ସାହନ ମିଳିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆସାମର ନାମରୁପ ସ୍ଥିତ ବ୍ରହ୍ମପୁତ୍ର ଉପତ୍ୟକା ସାର ନିଗମ ଲିମିଟେଡ୍ର ବର୍ତ୍ତମାନର ପରିସର ମଧ୍ୟରେ ଏକ ନୂଆ ବ୍ରାଉନଫିଲ୍ଡ ଆମୋନିଆ ୟୁରିଆ କମ୍ପ୍ଲେକ୍ସ ନାମରୂପ 4 ସାର କାରଖାନା ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ସେ କହିଛନ୍ତି। 2024-25 ଓ 2025-26 ବର୍ଷ ପାଇଁ ବର୍ଦ୍ଧିତ ଆବଣ୍ଟନ ସହିତ ସଂଶୋଧିତ ରାଷ୍ଟ୍ରୀୟ ଗୋକୁଲ ମିଶନ କାର୍ଯ୍ୟକାରିତାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ଦୁଗ୍ଧ ଚାଷୀଙ୍କ ଆୟ ବଢ଼ାଇବାରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରର GNPA ବନ୍ଦରଠାରୁ ଚୌକ ପର୍ଯ୍ୟନ୍ତ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ରାଜପଥ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଲାଗି 4,500 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶିଲଂରେ ଗତକାଲି ଅନୁଷ୍ଠିତ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ରେ ଭାରତ 3-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଶିଲଂରେ ଆସନ୍ତା 25 ତାରିଖରେ ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ। ସାମ୍ବାଦିକତା ସମେତ ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ନୂତନ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରୁଛି କହିଲେ ରାଷ୍ଟ୍ରପତି। 2040 ମସିହା ସୁଦ୍ଧା ଚନ୍ଦ୍ରରେ ପହଞ୍ଚିବେ ଜଣେ ଭାରତୀୟ ମହାକାଶଚାରୀ, ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ସାଇବର ସମ୍ବନ୍ଧୀୟ ବିପଦଗୁଡ଼ିକ ବିରୋଧରେ ସତର୍କ ରହିବା ଲାଗି ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପରାମର୍ଶ। ୱେବ୍ସ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ ହେବ ଡଏଚର୍ ଫୁଟବଲ ବଣ୍ଡ ଡିଏଫବି ପୋକାଲ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଏବଂ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ରେ
3-0 ଗୋଲରେ ମାଳଦ୍ୱୀପକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।